ଆମେ ନିଜକୁ ଦେଖିବାକୁ ହେବ, ତାପରେ ପ୍ରଭୁଙ୍କ ବାକ୍ୟ ପ୍ରକାଶ କରିବାକୁ ହେବ। ସେ ବାକ୍ୟ ଅନୁସାରେ ମୁଁ ଚାଲି ପାରୁଛି କି ନାହିଁ, ମୋର ଜୀବନରେ ସେପରି ଆଦର୍ଶ ଅଛି କି ନାହିଁ, ମୋ ପରିବାରରେ ସେ ଆଦର୍ଶ ଅଛି କି ନାହିଁ, ପ୍ରଭୁଙ୍କର ବାକ୍ୟ ଅନୁସାରେ ମୁଁ ସେପରି ପରିଚାଳିତ ହଉଛି କି ନାହିଁ। ମୁଖରେ ଖାଲି ମୁଁ କହିଦେଲେ ହେବ ନାହିଁ, କିନ୍ତୁ ମୋ ଜୀବନରେ ସେପରି ପବିତ୍ରତା, ସେପରି ଉତ୍ତମତା, ସେପରି ଧର୍ମ କର୍ମ, ନିଷ୍କଳଙ୍କ ପବିତ୍ର ନିଷ୍କଳଙ୍କ ଜୀବନ କାଟି ପାରିଛି କି ନାହିଁ, ସେଟା ପରୀକ୍ଷା କଲେ ମୁଁ କୌଣସି ଭାବରେ ଯୋଗ୍ୟ ନାହିଁ। କାରଣ ମୁଁ ମନୁଷ୍ୟ ସାରା ଜୀବନରେ ପ୍ରଭୁଙ୍କର କେତେ ନା ତାଙ୍କର ଗୌରବର କାରଣ କରିଛି। ପ୍ରଭୁ ତାଙ୍କର ଦୟା, ତାଙ୍କର ଅନୁଗ୍ରହ ଯୋଗୁଁ ଏ ପର୍ଯ୍ୟନ୍ତ ବଞ୍ଚି ଆସିଛି ପରିବାର ରକ୍ଷା ପ୍ରତି। ଏଥିରେ ଏଇ ଯୋଉ ବର୍ତ୍ତମାନ ଆମର ମଣ୍ଡଳୀ, ଛୋଟ ମଣ୍ଡଳୀ, ଏଥିରେ ଏତେ ଅନୁଗ୍ରହ ଦୟା ଆମମାନଙ୍କୁ କରିଛନ୍ତି। ଆପଣ ମାନଙ୍କର ବିଶେଷ ବିଶେଷ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥନା ମୋ ବଡ ଭାଇ ରାହୁଳ ଆଜ୍ଞା ଭିଡିଓରେ ଆସନ୍ତୁ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ଆଜ୍ଞା ଭିଡିଓରେ ଆସନ୍ତୁ। ହଉ ଆଜ୍ଞା, ଆମର ବୀରେନ୍ଦ୍ର ଆଜ୍ଞାଙ୍କୁ, ଅମର ଭାଇଙ୍କୁ, ଆଷ୍ଟ୍ର ଆଜ୍ଞା ମାନଙ୍କୁ, ପ୍ରତ୍ୟେକଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରେ। ଗତକାଲି ମତେ ନିଶ୍ଚୟ ମେସେଜ ଦିଆଯାଇଛି, ରାହୁଳ ଆଜ୍ଞା ଦେଇଥିଲେ, ବୀରେନ୍ଦ୍ର ଆଜ୍ଞା ବି ଦେଇଛନ୍ତି, ରିମାଇଣ୍ଡ କରିଛନ୍ତି। ମୁଁ ବା ଅଧିକ ବାକ୍ୟ ଏମିତି ଜାଣିଲା ପରି ମୋର ସେପରି କିଛି ଯାହା ପ୍ରଭୁ କଥା କହିବେ ସେଟା ଅଳ୍ପ କିଛି ସମୟ ଆପଣ ମାନଙ୍କ ସାଙ୍ଗରେ ପ୍ରକାଶ କରିବେ। ଆପଣ ମାନେ ସେ ବାକ୍ୟ ଅନୁସାରେ ମୋ ପାଇଁ ମଧ୍ୟ, ମୋ ପରିବାର ମଧ୍ୟ ପ୍ରାର୍ଥନା କରିବେ। ଈଶ୍ୱର ମନୁଷ୍ୟ ନିମନ୍ତେ ସେ ତାଙ୍କର 3ଟି ଅତୁଳନୀୟ ଦାନ ଦେଇଛନ୍ତି। ପ୍ରଥମ ଦାନ ହେଲା ପରିତ୍ରାଣ, ଦ୍ୱିତୀୟ ଦାନ ହେଲା ପବିତ୍ର ଆତ୍ମା, ତୃତୀୟ ଦାନ ହେଲା ପବିତ୍ର ବାକ୍ୟ। ଏ ପାପୀ ମନୁଷ୍ୟ ନିମନ୍ତେ ପ୍ରଥମ ଦାନ ଏଇ ଯୋଉ ପରିତ୍ରାଣ ବିଷୟରେ ଆମେ ଜାଣିଛୁ। ଯେହେତୁ ଆମମାନଙ୍କର ପାପ ନିମନ୍ତେ ଶ୍ରୀଦେବ କ୍ଷତ ବିକ୍ଷତ ହେଲେ, ଚତୁର୍ଣ୍ଣ ହେଲେ, ଆମମାନଙ୍କୁ ରକ୍ଷା କରିବା ପାଇଁ, ଆମମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ସେ କାଲବରୀ ବିଷୟରେ ପାପର ବେତନ ମୃତ୍ୟୁ, ଯେଉଁ ପ୍ରାଣୀ ପାପ କରେ ସେ ମରିବ ହିଁ ମରିବ। କିନ୍ତୁ ଏ ପାପୀ ନିମନ୍ତେ ନିଜେ ସେ ସ୍ୱର୍ଗ ସୁଖ ତ୍ୟାଗ କରି ନିଜେ ପାପୀ ହେଲେ, ପାପକୁ ସେ ଘୃଣା କରନ୍ତି କି ପାପୀକୁ ପ୍ରେମ କରନ୍ତି, ଆମମାନଙ୍କୁ ସେ ପ୍ରେମ କରି ନିଜେ ସେ ସ୍ୱର୍ଗରେ ତା ନିଜ ଏକମାତ୍ର ପୁତ୍ରକୁ, ପିତା ଏକମାତ୍ର ପୁତ୍ରକୁ ଦାନ କଲେ। ସେ ପୁତ୍ରଙ୍କ ଦ୍ୱାରା ଆଜି ଆମେ ପରିତ୍ରାଣ ପାଇଛୁ, ପ୍ରଥମ ଦାନ। ଆଉ ତାର ଦ୍ୱିତୀୟ ଦାନ ହେଲା ପବିତ୍ର ଆତ୍ମା। ତେଣୁ ଦ୍ୱିତୀୟ ଦାନ ବିଷୟରେ ଅଳ୍ପ କିଛି ବିଷୟ ମୁଁ ପ୍ରକାଶ କରିବି, କାରଣ ସମୟ ସେପରି ମିଳିବ ନାହିଁ। ଅଳ୍ପ ସମୟ ଭିତରେ, ଟାଇମ ଭିତରେ ଶେଷ କରିବାକୁ ପଡିବ। ଯେ ପୁରାତନ ନିୟମରେ ଏ ପବିତ୍ର ଆତ୍ମା କାର୍ଯ୍ୟ ପ୍ରକାଶିତ ଅଛି, କାରଣ ଈଶ୍ୱର ଅନେକ ଭାବବାଦୀ ମନୋନୀତ ଲୋକ ମଧ୍ୟରେ ପବିତ୍ର ଆତ୍ମା ପ୍ରେରଣ କରି କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ କୌଣସି ମନୁଷ୍ୟ ମଧ୍ୟରେ ପୂର୍ଣ୍ଣ ଭାବରେ ସମସ୍ତ ବିଷୟ, ଏ ସମସ୍ତ ସମୟ ପବିତ୍ର ଆତ୍ମାଙ୍କର ଅବତରଣ ହୋଇନାହିଁ। ଯେପରି ପ୍ରଭୁ ଯୀଶୁଙ୍କର ସ୍ୱର୍ଗାରୋହଣ ପରେ ପେଣ୍ଟିକଷ୍ଟ ଦିନରେ ଏବଂ ତା ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀରେ ଏ ସମସ୍ତ ହୋଇଛି। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ରକ୍ତ ଗୁଣେ ଆମମାନଙ୍କର ସମ୍ପୂର୍ଣ୍ଣ ହୃଦୟ ସମ୍ପୂର୍ଣ୍ଣ ଭାବେ ପବିତ୍ର ହେବାକୁ, ବିଶ୍ୱାସ କରିବାକୁ, ତାଙ୍କୁ ଗ୍ରହଣ କରିବା ଦ୍ୱାରା ଆଉ ପରିତ୍ରାଣ ପ୍ରାପ୍ତ ଆମେ ହୋଇପାରିଛୁ ସେ ମଣ୍ଡଳରେ। କାରଣ ପୂର୍ବ କାଳରେ ପାପର ମାଂସ ମଧ୍ୟରେ ମୋର ଈଶ୍ୱରଙ୍କର ପ୍ରଭୁ ସେ ଖ୍ରୀଷ୍ଟଙ୍କ ସାଦୃଶ୍ୟରେ ନୂତନ ସୃଷ୍ଟି ଈଶ୍ୱରଙ୍କର ଆତ୍ମାରେ ଜାତ ହେବାରୁ ପବିତ୍ର ଆତ୍ମା ସ୍ଥାୟୀ ଓ ପୂର୍ଣ୍ଣ ରୂପେ ତଦ୍ରୂପ ନୂତନ ସୃଷ୍ଟି ଓ ପବିତ୍ରତା ମନୁଷ୍ୟ ହୃଦୟରେ ବାସ କରିପାରନ୍ତି, ଯାହା ଖ୍ରୀଷ୍ଟଙ୍କର ପ୍ରାୟଶ୍ଚିତ ପୂର୍ବବର୍ତ୍ତୀ କାଳର ଲୋକମାନଙ୍କ ଜୀବନରେ ସମ୍ଭବ ହୋଇନଥିଲା। କାରଣ ଖ୍ରୀଷ୍ଟୀୟ ଜୀବନରେ ଉପରୋକ୍ତ 3ଟି ଦାନରୁ ଗୋଟେ ମଧ୍ୟ ସମ୍ପୂର୍ଣ୍ଣ ଏକକ ଭାବରେ ରହି ନପାରେ, କିନ୍ତୁ କାରଣ ଏହାର ପ୍ରତ୍ୟେକଟି ଅନ୍ୟ ଉପରେ ନିର୍ଭର କରେ ଏବଂ ଏଥିରୁ ଯେକୌଣସି ଗୋଟିଏ ଦାନ ପ୍ରକୃତ ରୂପେ ଗ୍ରହଣ କଲେ ଅନ୍ୟ 2ଟି ବିଷୟ ମଧ୍ୟ ଜଣାଯିବ। ବର୍ତ୍ତମାନ ଆମେ ଖ୍ରୀଷ୍ଟୀୟ ମଣ୍ଡଳୀରେ ତାର ଦୁର୍ଦ୍ଦେଶ କାରଣ ହେଲା ଏ 3ଟି ଦାନକୁ ନିତାନ୍ତ ଉପେକ୍ଷା କରି ଆସୁଛି। ସେହିପରି ମୂଲ୍ୟ ଆମେ ମଣ୍ଡଳୀର ଏସବୁ ଦୁର୍ଦ୍ଦେଶ କାରଣ ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କଲେ, ତାର ଏକାଦଶ ଶିଷ୍ୟଙ୍କୁ ସୁସମାଚାର ପ୍ରଚାର କରିବାକୁ, ସମୁଦାୟ ଜଗତ ସୁସ୍ଥ କରିବାକୁ ଯୋଉ ଶେଷ ଆଦେଶ ଦେଇଥିଲେ, ତା ସଙ୍ଗେ ସେ ଏହା ମଧ୍ୟ ସ୍ପଷ୍ଟ ରୂପେ ସେ ଆଦେଶ କରିଥିଲେ ଯେ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି
ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର, ଯୋଉଟା କି ମାଥ୍ୟୁ 28:29 ଏବଂ 19 ଏବଂ 20 ଅଛି। କାରଣ ପ୍ରଭୁ ଯୀଶୁ ଶେଷ ବିଶେଷ ଆଜ୍ଞା ମୋତେ ଗୋଟିଏ ହେଲା, ଆଉ ଦେଖ ମୋର ପିତା ଯାହା ପ୍ରତିଜ୍ଞା କରି ଅଛନ୍ତି ତାହା ମୁଁ ତୁମମାନଙ୍କ ନିକଟ ପଠାଉଅଛି, କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମମାନେ ଏଇ ନଗରରେ ରହିଥାଅ। ଯାହା ଲୁକ 24 ପର୍ବର 49 ପଦରେ ଅଛି। କାହିଁ ବାକ୍ୟ ଖୋଲି ଗୋଟେ ଗୋଟେ ଦେଖିଲେ ବିଳମ୍ବ ହେବ। ଏପରି ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ଆମେ ଜାଣୁ ସେ ସେମାନଙ୍କୁ ଏ ଆଜ୍ଞା ଦେଲେ, ତୁମେ ଜେରୁସାଲେମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ ଠାରୁ ଶୁଣିଅଛ ସେଥିର ଅନ୍ୱେଷଣରେ ଅପେକ୍ଷାରେ ରହିଥାଅ। କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ, ଯୋଉଟା ପ୍ରେରିତ 1 ପର୍ବ 4 ପଦରେ 5 ପଦରେ ଅଛି। ଏହା ଛଡା ପ୍ରେରିତ 8 ପଦରେ ମଧ୍ୟ ସ୍ପଷ୍ଟ ଭାବରେ କହିଥାଏ, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ଓ ସମରଣୀୟ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ତାଙ୍କର ଏହି କଥା ଦ୍ୱାରା ସ୍ପଷ୍ଟ ଭାବରେ ବୁଝାଯାଏ, ଯେଉଁମାନେ ଏହି ପ୍ରକାର ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ପାଇନାହାନ୍ତି, ସେ ଶକ୍ତି ପ୍ରାପ୍ତ ହୋଇନାହାନ୍ତି, ସେମାନେ ତାହାଙ୍କର ସାକ୍ଷୀ ମଧ୍ୟ ହୋଇପାରିବେ ନାହିଁ, ହୋଇପାରନ୍ତି ନାହିଁ। ଏହା ଛଡା ସେମାନେ ଖ୍ରୀଷ୍ଟୀୟ ଜୀବନର ଖ୍ରୀଷ୍ଟୀୟ ମଣ୍ଡଳୀ, ଖ୍ରୀଷ୍ଟଙ୍କ ରାଜ୍ୟ, ପାପ, ଧାର୍ମିକତା, ବିଚାର ସମ୍ବନ୍ଧରେ ମଧ୍ୟ ସତ୍ୟ ଜାଣିପାରନ୍ତି ନାହିଁ ଏବଂ ଶିକ୍ଷା ମଧ୍ୟ ଦେଇପାରନ୍ତି ନାହିଁ। କାରଣ ଯୋଉମାନେ ଯେପରି 14:16, 16:8-14, ପ୍ରଥମ ପିତର 1:12 ଖ୍ରୀଷ୍ଟୀୟ ମଣ୍ଡଳୀର ଦୁରାବସ୍ଥା ସ୍ପଷ୍ଟ ବୁଝାଯାଏ ଯେ ଖ୍ରୀଷ୍ଟଙ୍କର ନିଜର ପ୍ରେରିତ ବର୍ଗଙ୍କ ମୃତ୍ୟୁ ପରଠାରୁ ଯଦ୍ୟପି ପ୍ରେରିତ ମାନଙ୍କ ସମୟରେ ମଧ୍ୟ ନାନା ଭ୍ରାନ୍ତ ଶିକ୍ଷା ଏବଂ ବ୍ୟବସ୍ଥା ଥିଲା, ନାନା ପ୍ରକାର ଭ୍ରାନ୍ତ ଶିକ୍ଷା ଆରମ୍ଭ ହୋଇଛି। ଏହା ଛଡା ପବିତ୍ର ଆତ୍ମା ଦୃଷ୍ଟିରେ ସମ୍ପୂର୍ଣ୍ଣ ରୂପେ ସନ୍ତୋଷ ପାତ୍ର ହେବା ପ୍ରୟୋଜନ ଅଛି। ତା ଆସ୍ତେ ଆସ୍ତେ ଶିକ୍ଷା ମନଠାରୁ ଲୁପ୍ତ ହେଇଯାଉଛି। କାରଣ ପବିତ୍ର ଆତ୍ମାରେ ପୂର୍ଣ୍ଣ ନ ହୋଇ ପ୍ରଚାର କଲେ ଶ୍ରୋତା ମାନେ ପରିତ୍ରାଣ ପାଇବା ମଧ୍ୟ ସମ୍ଭବ ନୁହେଁ ଏବଂ ବାକ୍ୟ ସତ୍ୟ ରୂପେ ମଧ୍ୟ ପ୍ରକାଶିତ ହୁଏ ନାହିଁ। ଯେଉଁମାନେ ପ୍ରଭୁଙ୍କର ଶେଷ ଆଜ୍ଞା ଅନୁଯାୟୀ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଗ୍ରହଣ କରିନାହାନ୍ତି, ସେମାନେ ସମସ୍ତେ ପ୍ରଭୁଙ୍କର ଇଚ୍ଛାର ଲଙ୍ଘନକାରୀ ବା ଆଜ୍ଞା ଲଙ୍ଘନକାରୀ, ଶକ୍ତିବିହୀନ ଏବଂ ସତ୍ୟର ତତ୍ତ୍ୱ ଜ୍ଞାନହୀନ। କୌଣସି ଲୋକକୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ସମାଜ ତଦ୍ରୂପ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବାକୁ ଏବଂ ତାଙ୍କର ସାକ୍ଷୀ ହେବା ନିମନ୍ତେ ନିଯୁକ୍ତ କରିପାରନ୍ତି ନାହିଁ, ଯାହା ସେ ପ୍ରେରିତ 1 ପର୍ବ 8 ପଦରେ ସ୍ପଷ୍ଟ ଭାବରେ କହିଛନ୍ତି। କିନ୍ତୁ ଅତି ଦୁଃଖର ବିଷୟ ଯେ ଲୋକମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଗ୍ରହଣ ନ କରି ପ୍ରଚାର କରିବାକୁ ଆରମ୍ଭ କରନ୍ତି ଏବଂ ଏବେ ସୁଦ୍ଧା କରୁଅଛନ୍ତି। ଏହି ସମସ୍ତ କାରଣ ଯୋଗୁଁ ଆଜି ମଣ୍ଡଳୀର ମୃତ ଏବଂ ମଣ୍ଡଳୀର ଦାନ, ମଣ୍ଡଳୀର ନାନା ମତ ଦଳ ଓ ମିଶନ ସଂସ୍ଥାପନ ହୋଇଯାଉଛି ଏବଂ ପ୍ରଥମ 2 ପିତର 2 ପର୍ବ 1-3 ପଦ ଅନୁସାରେ ସତ୍ୟର ପଥ ନିନ୍ଦିତ ହେଉଅଛି। ତେଣୁ ଯେ ପବିତ୍ର ଆତ୍ମାର ବାପ୍ତିସ୍ମ, ଯେ ପବିତ୍ର ଆତ୍ମା ଦାନ କିମ୍ବା ପବିତ୍ର ଆତ୍ମା ବାପ୍ତିସ୍ମ ଯେ ଈଶ୍ୱରଙ୍କର ଗୋଟେ ମହାଦାନ ଏବଂ ସମସ୍ତ ବିଶ୍ୱାସକୁ ଯେ ତାହା ଦେବା ନିମନ୍ତେ ଉର୍ଦ୍ଧ୍ୱଗ୍ରୀବ ଅଛନ୍ତି, ତାହା ପ୍ରଚାରିତ ନ ହେବାରୁ ଅଧିକାଂଶ ଖ୍ରୀଷ୍ଟିଆନ ମାନେ ମନେ କରନ୍ତି ଯେ ସେଇ ବାପ୍ତିସ୍ମ କେବଳ ପ୍ରଭୁଙ୍କର ଶିଷ୍ୟମାନଙ୍କ ନିମନ୍ତେ ଥିଲା ଏବଂ ଆଉ ତାହା ପାଇ ହୁଏ ନାହିଁ, ଯଦ୍ୟପି ବାଇବଲରେ ଅତି ସ୍ପଷ୍ଟ ରୂପେ ଲିଖିତ ଅଛି। ଏହା ସମ୍ବନ୍ଧରେ ପ୍ରଚାରିତ ନ ହେବାର କାରଣ ପୂର୍ବରୁ କୁହାଯାଇଛି, କିନ୍ତୁ ପ୍ରଭୁ ଯେ ତାଙ୍କର ଆଗମନ ପୂର୍ବେ ପୃଥିବୀର ସର୍ବତ୍ର ତାଙ୍କ ମନୋନୀତ କାର୍ଯ୍ୟକାରୀ ଉଠାଇ ଏହାର କଥା ପ୍ରଚାର କରୁଛନ୍ତି, ଯାହା ଫଳରେ ଆଜି ପୃଥିବୀର ସର୍ବତ୍ର ଏ ଆତ୍ମାର ସେଚନ ହେଉଛି ଏବଂ ମଣ୍ଡଳୀ ତାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ହୋଇଛି। ଆମେ ଏହି ବିଷୟ ସ୍ପଷ୍ଟ ଭାବରେ କହିପାରୁ, କାରଣ ଆମମାନଙ୍କର ପ୍ରଚାର ଦ୍ୱାରା ମଧ୍ୟ ପ୍ରଭୁ ଏହି ଭାବେ ପ୍ରତ୍ୟେକଙ୍କୁ ତାଙ୍କର ସନ୍ତାନ ମାନଙ୍କ ଦ୍ୱାରା ପବିତ୍ର ଆତ୍ମା ପାଇବା ନିମନ୍ତେ ସେ ସାହାଯ୍ୟ କରୁଛନ୍ତି। ଏଇଟା ଆମେ ସମସ୍ତେ ଜାଣୁ। ଏହି ସ୍ଥାନରେ କହିବା ପ୍ରয়োଜନ ଯେ ପରିତ୍ରାଣ ଦ୍ୱାରା ଯେଉଁ ଜୀବନ ଓ ତତ୍ତ୍ୱାବଧାନ ମିଳେ, ତାହା କୌଣସି ଦିନ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଛଡା ସମ୍ପୂର୍ଣ୍ଣ ପ୍ରକାଶିତ ହୋଇପାରେ ନାହିଁ। ସୁତରାଂ କେବଳ ପରିତ୍ରାଣ ପାଇ ଜଳର ବାପ୍ତିସ୍ମ ଗ୍ରହଣ କଲେ କିମ୍ବା ପ୍ରଭୁଙ୍କ ଭୋଜ ଗ୍ରହଣ କଲେ ମଧ୍ୟ ଯେ ପ୍ରକୃତ ରୂପେ ଖ୍ରୀଷ୍ଟିଆନ ହେବା ଅସମ୍ଭବ।
ଏଣୁକରି ଯେଉଁମାନେ ପରିତ୍ରାଣ ହୋଇ ପାଇଛନ୍ତି ଅବଶ୍ୟ ସେମାନଙ୍କୁ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ଗ୍ରହଣ କରିବା ପ୍ରୟୋଜନ ଅଟେ ଏବଂ କରିବାକୁ ହେବ ମଧ୍ୟ। କାରଣ ପବିତ୍ର ଆତ୍ମାର ପୂର୍ଣ୍ଣ ହେବା ଛଡ଼ା ମନୁଷ୍ୟ କେବେ ହେଁ ଈଶ୍ୱରଙ୍କ ମହିମା ଓ ସତ୍ୟର ତତ୍ତ୍ୱ ପାଇପାରେ ନାହିଁ ଏବଂ ତାଙ୍କ ବିଧି ପଥରେ ଚାଲିପାରେ ନାହିଁ। ତାହା ଜାଣି ପିତା ଈଶ୍ୱର ପ୍ରଭୁ ଯୀଶୁଙ୍କର ଆଗମନର ଶହ ଶହ ବର୍ଷ ପୂର୍ବେ ତାହା ଦେବାକୁ ପ୍ରତିଜ୍ଞା କରିଅଛନ୍ତି। ପୁଣି ଆମେ ତୁମମାନଙ୍କ ଅନ୍ତରରେ ଆମର ଆତ୍ମା ସ୍ଥାପନ କରିବା ଓ ତୁମମାନଙ୍କୁ ଆମର ବିଧିରୂପ ପଥରେ ଚଳାଇବା। ତହିଁରେ ତୁମମାନେ ଆମର ଶାସନ କାଳର ରକ୍ଷା କରି ପାଳନ କରିବ ଜିହିଜି 36:27 ଅନୁସାରେ। ଆଉ ଆମେ ସେମାନଙ୍କ ଠାରୁ ଆପଣ ମୁଖ ଆଉ ଲୁଚାଇବା ନାହିଁ, କାରଣ ଆମ୍ଭେ ଇସ୍ରାଏଲ ବଂଶ ଉପରେ ନିଜ ଆତ୍ମା ଢାଳିଅଛୁ, ଏହା ସଦାପ୍ରଭୁ କହନ୍ତି। ଜିହିଜ 29:39-29। ପୁଣି ତହିଁରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣ ଆତ୍ମା ଢାଳିବା। ତହିଁରେ ତୁମମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟତ ବାକ୍ୟ ପ୍ରଚାର କରିବେ। ତୁମମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ। ତୁମମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। ଆଉ ସେ ସମୟରେ ମଧ୍ୟ ଆମ୍ଭେ ଦାସ ଦାସୀ ଗଣର ଉପରେ ଆପଣାର ଆତ୍ମା ଢାଳିବା। ଯେପରି ଜୋଏଲ 2:28-29। ଏହା ଛଡ଼ା ଅନେକ ବାକ୍ୟ ପଦ ଅଛି ଗୁଡ଼ା, ସେଗୁଡ଼ା ବାହାର କରିବାକୁ ସମୟ ଲାଗିବ। ପିତା ଈଶ୍ୱରଙ୍କ ଉପରୋକ୍ତ ପ୍ରତିଜ୍ଞା ଉଦ୍ଧୃତ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ପୁନଃ ଏହା ଦେବାକୁ ପ୍ରତିଜ୍ଞା କରିଛନ୍ତି। ଯଥା ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ଜୋଏଲ ପୁସ୍ତକରେ 2:28-29, ମୁଁ ତୁମମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମେମାନେ ଏହି ନଗରରେ ରହିଥାଅ। ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି, ପୁଣି ତୁମମାନଙ୍କ ସଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀ ଅର୍ଥାତ୍ ସେ ପବିତ୍ର ଆତ୍ମା ସତ୍ୟମୟ ଆତ୍ମାଙ୍କୁ ଦେବେ। ଯୋହନ 14:16 ଅନୁସାରେ। କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ମୋହର ପ୍ରସ୍ଥାନ କରିବାରେ ତୁମମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେଇ ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠାଇଦେବି। ଯୋହନ 16:7 ଅନୁସାରେ। ସମସ୍ତ ବିଶ୍ୱାସୀଙ୍କ ନିମନ୍ତେ ଅଙ୍ଗୀକୃତ ଦାନ ଏଇଟା, ଅଦ୍ୱିତୀୟ ଦାନ। କାରଣ ପେଣ୍ଟିକୋସ୍ତରେ ପ୍ରଭୁଙ୍କର ମୋଟ 120 ଜଣ ଶିଷ୍ୟଙ୍କ ଉପରେ ପବିତ୍ର ଆତ୍ମା ସେଚନ ହେଲା ପରେ ପ୍ରେରିତ ପିତର ଜୋଏଲ 2:28 ପଦରେ ଉଲ୍ଲେଖିତ ପିତା ପ୍ରତିଜ୍ଞା ସେମାନଙ୍କ ଜୀବନରେ ପୂର୍ଣ୍ଣ ହେବା ସମ୍ବନ୍ଧରେ ସାକ୍ଷ୍ୟ ଦେଇଥିଲେ। ପ୍ରେରିତ 2:16 ଏବଂ ଏହା ଯେ ସମସ୍ତ ବିଶ୍ୱାସ ଅଙ୍ଗୀକୃତ ଦାନ ତାହା ପ୍ରକାଶ କରିଥିଲେ। ପବିତ୍ର ଆତ୍ମା ସମ୍ବନ୍ଧରେ ଡୁବକ ଯୋହନଙ୍କର କଣ ତାର କଥା ଥିଲା? ଡୁବକ ଯୋହନ ଏହା ଘୋଷଣା କରିଥିଲେ ଯେ ସେ ଜଳରେ ବାପ୍ତିସ୍ମ ଦେଉଛନ୍ତି, ମାତ୍ର ଯେ ତାଙ୍କୁ ଆସୁଅଛନ୍ତି ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ, ସେ ସମସ୍ତଙ୍କୁ ଅର୍ଥାତ୍ ବିଶ୍ୱାସୀଙ୍କୁ ପବିତ୍ର ଆତ୍ମାରେ ଅଗ୍ନିରେ ବାପ୍ତିସ୍ମ ଦେବେ। ଏହି ବିଷୟଟି ବିଶେଷ ବିଷୟ ହେବାକୁ ଏହା 4 ସୁସମାଚାର ମଧ୍ୟରେ ଲିଖିତ ଅଛି। ବିଶ୍ୱାସୀ ମାନଙ୍କର ଏହା ନିତାନ୍ତ ପ୍ରୟୋଜନ। ଏଥି ନିମନ୍ତେ ଅପେକ୍ଷା କରିବା ପ୍ରୟୋଜନ। ଏହି ପବିତ୍ର ଆତ୍ମା ବିଶ୍ୱାସୀ ମାନଙ୍କର ନିତାନ୍ତ ପ୍ରୟୋଜନ ହେବାରୁ ପ୍ରଭୁ ଏହା ଦେବା ପାଇଁ କେବଳ ପ୍ରତିଜ୍ଞା କରିନାହାନ୍ତି, କିନ୍ତୁ ଏହା ପାଇବା ନିମନ୍ତେ ଅପେକ୍ଷା କରିବା ପାଇଁ ଆଜ୍ଞା ଦେଇଅଛନ୍ତି। ନଚେତ୍ ପ୍ରତିଜ୍ଞା ଥିବା ସତ୍ତ୍ୱେ ଲୋକେ ଏହି ବିଷୟରେ ଉଦାସୀନ ହୋଇଯାଆନ୍ତେ। ଏଥି ନିମନ୍ତେ ପ୍ରେରିତ 14:5 ପଦରେ ଅଛି, ଥରେ ସେମାନଙ୍କର ସହିତ ଭୋଜନରେ ବସିବା ସମୟରେ ସେମାନଙ୍କୁ ଏହା ଆଜ୍ଞା ଦେଲେ, ତୁମେ ଜେରୁସାଲେମକୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ ଠାରୁ ଶୁଣିଅଛ ସେଥିରେ ଅପେକ୍ଷାରେ ରହିଥାଅ। କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ। ଏହି ପ୍ରତିଜ୍ଞା ଶିଷ୍ୟମାନଙ୍କ ଏବଂ ଆଦି ମଣ୍ଡଳୀ ନିମନ୍ତେ ନୁହେଁ, କିନ୍ତୁ ସମସ୍ତ କାଳ ସମସ୍ତ ବିଶ୍ୱାସୀ ମାନଙ୍କ ନିମନ୍ତେ ଏଟା ଉଦ୍ଦିଷ୍ଟ ଅଛି। ପୁଣି ତହିଁରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣ ଆତ୍ମା ଢାଳିବା। ତହିଁରେ ତୁମମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଦର୍ଶନ ପାଇବେ। ଆଉ ସେ ସମୟରେ ଦାସ ଦାସୀ ଗଣର ଉପରେ ଆପଣ ଆତ୍ମା ଢାଳିବା, ଯୋଉଟା ଜୋଏ 2:28 ପୂର୍ବରୁ ପଢିଥିଲେ। କାରଣ ଏହି ପ୍ରତିଜ୍ଞା
ଆପଣ ମାନଙ୍କ ନିମନ୍ତେ ମୋ ନିମନ୍ତେ ଆମ ସନ୍ତାନ ସନ୍ତତି ମାନଙ୍କ ନିମନ୍ତେ ଦୂରବର୍ତ୍ତୀ ଯେତେ ଲୋକଙ୍କ ପ୍ରଭୁଙ୍କୁ ଆମେ ଆମମାନଙ୍କ ତ୍ରାଣକର୍ତ୍ତା ସେ ସମସ୍ତଙ୍କ ନିମନ୍ତେ ସେଇଦିନ ସେ ଡାକିବେ ସମସ୍ତଙ୍କ ନିମନ୍ତେ ଏ ବାକ୍ୟ ଉଦ୍ଦିଷ୍ଟ ଅଛି। ଏହି ପରିତ୍ରାଣ ପାଇବା ସମୟରେ ଏହା ପରିତ୍ରାଣ ପାଇବା ସମୟରେ ମିଳେ ନାହିଁ, କିନ୍ତୁ ଏହା ଅନୁଗ୍ରହର ଦ୍ୱିତୀୟ ଦାନ, ଯୋଉଟା ଲୁକ 11:13 ଜୋନ 7 ବହୁତ କିଛି ପଦ ଅଛି। କିନ୍ତୁ ଫିଲିପ ଯେତେବେଳେ ସମୀରଣରେ ସୁସମାଚାର ପ୍ରଚାର କରିବା ସମୟରେ ଫଳରେ ଅନେକ ବିଶ୍ୱାସ କରି ପରିତ୍ରାଣ ପାଇ ଆନନ୍ଦ ପାଇ କରିବାକୁ ଲାଗିଲେ ଏବଂ ଯେଉଁମାନେ ବିଶ୍ୱାସ କଲେ ସେମାନେ ସମସ୍ତେ ଜଳରେ ବାପ୍ତିଜିତ ହେଲେ। ଏହା ସେତେବେଳେ ଜେରୁସାଲେମରେ ଥିବା ପ୍ରେରିତ ମାନେ ଶୁଣିଲେ। ସେତେବେଳେ ସେମାନେ ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପଠାଇଲେ। ସେମାନେ ଯାଇ ସେଇ ଲୋକମାନେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି ଏଥି ନିମନ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ, କାରଣ ଏ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ ତାହା ଉପରେ ଅବତୀର୍ଣ୍ଣ ହୋଇନଥିଲେ। କେବଳ ସେମାନେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। ସେତେବେଳେ ସେମାନେ ତାହାଙ୍କ ଉପରେ ହସ୍ତାର୍ପଣ କଲେ ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ। ପ୍ରେରିତ ପୁସ୍ତକରେ ଏଇଟା ଅଛି। ଏହି ଘଟଣା ଦ୍ୱାରା ସ୍ପଷ୍ଟ ବୁଝାଯାଏ ଯେ ପରିତ୍ରାଣ ପାଇବା କିମ୍ବା ଜଳରେ ବାପ୍ତିସ୍ମିତ ହେବା ସମୟରେ ହିଁ ପବିତ୍ର ଆତ୍ମା ମିଳେ ନାହିଁ, କିନ୍ତୁ ତାପରେ ପ୍ରାର୍ଥନାରେ ଅପେକ୍ଷା କରିବା ଦ୍ୱାରା କିମ୍ବା ହସ୍ତାର୍ପଣ ଦ୍ୱାରା ତାହା ଗ୍ରହଣ କରାଯାଏ। ଏହାର ପ୍ରୟୋଜନୀୟତା କଣ? ଏହା ଖ୍ରୀଷ୍ଟ ଯୀଶୁଙ୍କର ପ୍ରତିରୂପ ସହାୟ, ଯେପରି ଯୋହନ 14:18, 15:26, 16:7 ଲେଖାଯାଏ। ପରିତ୍ରାଣ ପାଇଲେ ସୁଦ୍ଧା ମନୁଷ୍ୟ ମାଂସରେ ଦୁର୍ବଳ ହେବାରୁ ଏହି ପାପମୟ ପରୀକ୍ଷାମୟ ପୃଥିବୀରେ ଚଳିବାକୁ ଏବଂ ତାଙ୍କର ଦ୍ୱିତୀୟ ଆଗମନ କିମ୍ବା ପ୍ରଭୁଙ୍କ ଠାରେ ନିଦ୍ରା ଯିବା ସମୟ ପର୍ଯ୍ୟନ୍ତ ନିଜକୁ ଅନିନ୍ଦନୀୟ ଓ ନିଷ୍କଳଙ୍କ ରୂପେ ରକ୍ଷା କରିବାକୁ ମନୁଷ୍ୟର ଜଣେ ବିଶେଷ ସାହାଯ୍ୟକାରୀ ଦରକାର। ପ୍ରଭୁ ଯୀଶୁ ଜଗତରେ ଥିବା ସମୟରେ ସେ ଶିଷ୍ୟମାନଙ୍କ ନିକଟରେ ସହାୟ ଓ ସାହାଯ୍ୟକାରୀ ରୂପେ ଥିଲେ, କିନ୍ତୁ ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିବା ସମୟରେ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, ଆଉ ମୁଁ ପିତାଙ୍କୁ ଅନୁରୋଧ କରିବି ପୁଣି ତୁମମାନଙ୍କ ସଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ। ପୁଣି ସେ ତୁମମାନଙ୍କ ଅନ୍ତରରେ ରହିବେ। ମୁଁ ତୁମମାନଙ୍କୁ ଅନାଥ କରି ଛାଡ଼ିଯିବେ ନାହିଁ। ଜୋହନ 14:16-18 ପଢ଼େ। ପ୍ରଭୁ ଯୀଶୁ ନିଜେ ସେମାନଙ୍କର ସଙ୍ଗେ ଥିବା ଅପେକ୍ଷା ପବିତ୍ର ଆତ୍ମା ସେମାନଙ୍କର ସଙ୍ଗେ ଥିବା ଅଧିକ ଭଲ ବୋଲି ସେ କହିଥିଲେ, କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ମୋର ପ୍ରସ୍ଥାନ କରିବାରେ ତୁମମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେଇ ସାହାଯ୍ୟକାରୀ ତୁମମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାକୁ ତୁମମାନଙ୍କ ନିକଟକୁ ପଠାଇଦେବି। ଯାହା ଜୋହନ 16:7। ପବିତ୍ର ଆତ୍ମା ସର୍ବ ବିଷୟରେ ଶିକ୍ଷକ ଓ ସ୍ମରଣ କରାଇ ଦିଅନ୍ତି। ଜୋହନ 14:26, ଜୋହନ 2:20-26। ପୃଥିବୀରେ ଭ୍ରାନ୍ତ ଶିକ୍ଷକ, ଭ୍ରାନ୍ତ ଶିକ୍ଷା ଏବଂ ଦୁଷ୍ଟ ଓ ଭଣ୍ଡ କାର୍ଯ୍ୟକାରୀଙ୍କର ଅଭାବ ନାହିଁ ଏବଂ ଏହି ପ୍ରକାର ଅବସ୍ଥାରେ ଐଶ୍ୱରିକ ଶିକ୍ଷକ ଛଡା କେହି ହେଲେ ନିଜକୁ ସତ୍ୟ ପଥରେ ରକ୍ଷା କରିପାରେ ନାହିଁ। ଏହା ଛଡା ଦିଆବଳର ସର୍ବପ୍ରକାର ପରୀକ୍ଷା ସମୟରେ ଉପଯୁକ୍ତ ଈଶ୍ୱରଙ୍କର ବାକ୍ୟ ସ୍ମରଣ କରାଇବା ନିମନ୍ତେ ଜଣେ ଐଶ୍ୱରିକ ସାହାଯ୍ୟକାରୀ ମଧ୍ୟ ଦରକାର। ପବିତ୍ର ଆତ୍ମା ହିଁ ବିଶ୍ୱାସୀ ମାନଙ୍କ ସେଇ ଐଶ୍ୱରିକ ଶିକ୍ଷକ ଓ ସାହାଯ୍ୟକାରୀ। ଏଥି ନିମନ୍ତେ ଜୋହନ 14:26 ଅଛି, କିନ୍ତୁ ସେ ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହୁଅଛି ସେଇ ସବୁ ସେ ତୁମମାନଙ୍କୁ ସ୍ମରଣ କରାଇବେ। ସେହିପରି ପ୍ରଥମ ଜୋହନ 1:20 ମଧ୍ୟ, ଆଉ ତୁମେ ମାନେ ସେଇ ପବିତ୍ର ବ୍ୟକ୍ତିଙ୍କ ଠାରୁ ଅଭିଷେକ ପାଇଥିବାରୁ ତୁମେ ସମସ୍ତେ ଜ୍ଞାନ ପ୍ରାପ୍ତ ହୋଇଅଛ ଏବଂ
ସେଇ 26-27 ପଦରେ ଅଛି, ଯେଉଁମାନେ ତୁମମାନଙ୍କୁ ଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ସମ୍ବନ୍ଧରେ ମୁଁ ତୁମମାନଙ୍କ ନିକଟକୁ ଏହି ପତ୍ର ଲେଖିଲି, ଏହି ସମସ୍ତ ଲେଖିଲି, କିନ୍ତୁ ତୁମମାନେ ତାହାଙ୍କ ଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମମାନଙ୍କ ଠାରେ ରହିଅଛି। ପୁଣି କେହି ଯେ ତୁମମାନଙ୍କ ଠାରୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କ ଠାରୁ ସେଇ ଅଭିଷେକ ତୁମମାନଙ୍କ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ। ତେଣୁ ସେଇ ଶିକ୍ଷା ଅନୁସାରେ ତାହାଙ୍କ ଠାରେ ରୁହ। ପୁଣି ପବିତ୍ର ଆତ୍ମା ଯୀଶୁଙ୍କ ବିଷୟରେ ସେ ସାକ୍ଷ୍ୟ ପ୍ରଦାନ କରେ। ପବିତ୍ର ଆତ୍ମା ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ସେ ସାକ୍ଷ୍ୟ ପ୍ରଦାନ କରେ। ଜଣକ ସମ୍ବନ୍ଧରେ ସାକ୍ଷୀ ହେବା ପୂର୍ବେ ତାହାକୁ ଭଲ ଭାବରେ ନ ଜାଣିଲେ ପ୍ରକୃତ ସାକ୍ଷ୍ୟ କିଏ ହେଲେ ଦେଇପାରେ ନାହିଁ। ଅସୀମ ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସସୀମ କୌଣସି ମନୁଷ୍ୟ କେବଳ ମାତ୍ର ଜଗତର ଜ୍ଞାନ ବୁଦ୍ଧି ଦ୍ୱାରା ଜାଣିପାରେ ନାହିଁ, ଏବଂ ସେଥି ନିମନ୍ତେ ହିନ୍ଦୁ ଶାସ୍ତ୍ରରେ କୁହାଯାଏ ଈଶ୍ୱର ଅଜ୍ଞେୟ। ଏଣୁକରି ତଦ୍ରୂପ କୌଣସି ମନୁଷ୍ୟ ଈଶ୍ୱରଙ୍କର ସତ୍ୟ ସାକ୍ଷୀ ହୋଇପାରେ ନାହିଁ। ଏଥିପାଇଁ ତୃତୀୟ ଈଶ୍ୱରଙ୍କର ତୃତୀୟ ବ୍ୟକ୍ତି হয় କେବଳ ପବିତ୍ର ଆତ୍ମା। ଈଶ୍ୱର ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୂର୍ଣ୍ଣ ଓ ପ୍ରକୃତ ସାକ୍ଷୀ। ଏହି କାରଣ ଯୋଗୁଁ ପ୍ରଭୁ ଯୀଶୁ ଯୋହନ 14 ପର୍ବର 27 ପଦରେ କହନ୍ତି, କିନ୍ତୁ ସେଇ ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ସମସ୍ତ ବିଷୟ ଦେବେ। ପୁଣି ପ୍ରେରିତ 1:8 ପଦରେ ମଧ୍ୟ କହନ୍ତି, କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କର ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତି ପ୍ରାପ୍ତ ହେବ। ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ଏହି କାରଣରୁ ଡୁବକ ଜନ ପ୍ରଭୁ ଯୀଶୁଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେବା ପାଇଁ ପ୍ରେରିତ ହୋଇଥିଲେ। ଏଣୁ ସେ ମାତାଙ୍କ ଗର୍ଭଠାରୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ଜନ୍ମଗ୍ରହଣ କରିଥିଲେ ଏବଂ ହୁଏତ ଜଗତର କୌଣସି ଜ୍ଞାନ ଦ୍ୱାରା ସେହି ପବିତ୍ର ଆତ୍ମାର ସାକ୍ଷ୍ୟ ବିକୃତ ହୁଏ। ଏଥିଯୋଗୁଁ ସମାଜରେ ନ ରହି ପ୍ରାନ୍ତରରେ ବାସ କରୁଥିଲେ। ପବିତ୍ର ଆତ୍ମାରେ ପୂର୍ଣ୍ଣ ଥିବାର ସେ ପ୍ରଭୁ ଯୀଶୁଙ୍କ ସମ୍ବନ୍ଧରେ ଆଶ୍ଚର୍ଯ୍ୟ ସାକ୍ଷ୍ୟ ଦେଇ ପାରିଥିଲେ। ପୁଣି ସେହି ଜଣକ କାରାଗାରରେ ରହି ଅସହ୍ୟ ଚିନ୍ତାଗ୍ରସ୍ତ ହୋଇ ଜଗତର ଜ୍ଞାନ ଓ ଚିହ୍ନ ଦ୍ୱାରା ଯୀଶୁଙ୍କୁ ବୁଝିବାକୁ ଚାହିଁଥିଲେ, ଯୋଉଟା ଲୁକ 6 ପର୍ବର 19-20 ଅଛି। ଏହି କାରଣରୁ ଶିଶୁ ଯୀଶୁ ଜେରୁସାଲେମ ମନ୍ଦିରକୁ ନିଆଗଲା ପରେ ମହାଯାଜକ ଓ ଧର୍ମଗୁରୁମାନେ କେହି ତାହାଙ୍କୁ ଚିହ୍ନି ପାରିନଥିଲେ, କିନ୍ତୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହାନ୍ନା ଓ ସିମିୟନ ତାହାଙ୍କୁ ଦେଖି ସେ ଜଗତର ତ୍ରାଣକର୍ତ୍ତା ବୋଲି ଚିହ୍ନି ପାରିଥିଲେ। ଲୁକ 2 ପର୍ବର 25-38 ପର୍ଯ୍ୟନ୍ତ। ଏହା ଦ୍ୱାରା ସ୍ପଷ୍ଟ ପ୍ରମାଣିତ ହୁଏ ଯେ କେହି ପବିତ୍ର ଆତ୍ମାରେ ପୂର୍ଣ୍ଣ ନ ହୋଇ ତାହାଙ୍କ ଦ୍ୱାରା ସୁଷ୍ଠ ପ୍ରମାଣିତ ହୋଇ ଯେ ପବିତ୍ର ଆତ୍ମାରେ ପୂର୍ଣ୍ଣ ନ ହୋଇ ତାଙ୍କ ସାକ୍ଷୀ ହୋଇ ନପାରେ କିମ୍ବା ପୂର୍ଣ୍ଣ ସୁସମାଚାର ପ୍ରଚାର ମଧ୍ୟ କରି ନପାରେ। ଏଥିମଧ୍ୟ ଲେଖା ଅଛି, ପୁଣି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅର୍ଥାତ୍ ଯୀଶୁ ପ୍ରଭୁ ବୋଲି କହିପାରେ ନାହିଁ। ପ୍ରଥମ କରିନ୍ଥୀୟ 12:3 ଅନୁସାରେ ପାପ ଧାର୍ମିକତା ବିଚାର ସମ୍ବନ୍ଧରେ ସୂକ୍ଷ୍ମ ବିଚାରକ ଯୋହନ 16:8 ଅନୁସାରେ ବାପ୍ତିଜିକ ଖ୍ରୀଷ୍ଟୀୟ ଜୀବନର କେତେ ଗୁଡ଼ିଏ ନିୟମ କାନୁନ ମାନି ଚାଲିଲେ ଯଥେଷ୍ଟ ନୁହେଁ, କିନ୍ତୁ ତାଙ୍କୁ ଈଶ୍ୱରଙ୍କର ଅନୁକାରୀ ହେବାକୁ ପଡ଼ିବ। ଏଫେସୀୟ 5:1 ଏବଂ ତତ୍ତ୍ୱ ଜ୍ଞାନରେ ଏବଂ ସର୍ବପ୍ରକାର ସୂକ୍ଷ୍ମ ଅଧ୍ୟୟନ ଦ୍ୱାରା ବୃଦ୍ଧି ପାଇ ଯାହା ଯାହା ଅନ୍ୟ ପ୍ରଚାର ତାହା ପରୀକ୍ଷା କରି ଚିହ୍ନିବାକୁ ହେବ ଏବଂ ଯେଉଁ ପ୍ରଭୁଙ୍କର ଆଗମନ ଦିନ ପର୍ଯ୍ୟନ୍ତ ସରଳ ଓ ନିର୍ବିଘ୍ନ ହୋଇ ଧାର୍ମିକତାର ଫଳରେ ପୂର୍ଣ୍ଣ ହେବାକୁ ପଡ଼ିବ। ଫିଲିପିଓ 1:9-10। ଏଣୁକରି ପ୍ରତ୍ୟେକ ବିଶ୍ୱାସୀ ପବିତ୍ର ଆତ୍ମା ପାଇବା ଦରକାର, ଯେପରି ସେ ଆସି ପାପ ଓ ଧାର୍ମିକତା ବିଚାର ସମ୍ବନ୍ଧରେ ବିଶ୍ୱାସୀଙ୍କୁ ତାର ସୂକ୍ଷ୍ମ ଜ୍ଞାନ ସେ ଦେଇପାରନ୍ତି। ପ୍ରଭୁ ଯୀଶୁ ମାଥ୍ୟୁ 7:1 ପଦରେ ଯଦ୍ୟପି କହିଛନ୍ତି, ତୁମ୍ଭେମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ, ତଥାପି ଯେ ଆତ୍ମିକ ମନା
ସେ ସମସ୍ତ ବିଷୟ ବିଚାର କରେ। ପ୍ରଥମ 2:15 ଅନୁସାରେ ଏବଂ ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କରେ ନାହିଁ, ବରଂ ଆତ୍ମା ମାନେ ଈଶ୍ୱରଙ୍କ ଠାରୁ ଆଗତ କି ନାହିଁ ଏହା ସେମାନଙ୍କୁ ଅର୍ଥାତ୍ ପରୀକ୍ଷା ବା ବିଚାର କରି ଦେଖେ, କାରଣ ଜଗତରେ ଅନେକ ଭଣ୍ଡ ଭାବାଦୀ ବାହାରି ଅଛନ୍ତି। ପ୍ରଥମ ଜଣ 4:1 ଅନୁସାରେ ସମସ୍ତ ସତ୍ୟରେ ପ୍ରବେଶ କରିବା ନିମନ୍ତେ ପଥ ପ୍ରଦର୍ଶକ ଏବଂ ଭବିଷ୍ୟତ ବିଷୟ ଲିବନକାରୀ ଏବଂ ପ୍ରଭୁଙ୍କ ମହିମା ପ୍ରକାଶକାରୀ ହେଲେ, ଯାହା ଯୌନ 16 ପର୍ବର 2:14 ଅନୁସାରେ 1:16 ପର୍ବର 12:14 ଅନୁସାରେ ପ୍ରଭୁ ଯୀଶୁଙ୍କ ଭଳି ଆଶ୍ଚର୍ଯ୍ୟ ଶିକ୍ଷକ ପୃଥିବୀରେ ଜନ୍ମ ହୋଇନାହାନ୍ତି ଏବଂ କେବେ ହେଲେ ଜନ୍ମ ହେବେ ମଧ୍ୟ ନାହିଁ, କାରଣ ସେ ସ୍ୱୟଂ ସତ୍ୟମୟ ଈଶ୍ୱର ଥିଲେ। ପ୍ରଥମ ଜହନ 5:24 ଯେ ଏହି ଜଗତରେ 3 ବର୍ଷ 6 ମାସ ପ୍ରକାଶ ରୂପେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି ଏବଂ ଶିଷ୍ୟମାନଙ୍କୁ ଆଶ୍ଚର୍ଯ୍ୟ ଶିକ୍ଷା ମଧ୍ୟ ଦେଇଅଛନ୍ତି। ତଥାପି ସେହି ଶିକ୍ଷା ଦ୍ୱାରା ମନୁଷ୍ୟ ସମସ୍ତ ସତ୍ୟରେ ପହଞ୍ଚି ପାରି ନଥିବାରୁ ସେ ସ୍ୱର୍ଗକୁ ଯିବା ପୂର୍ବେ ଶିଷ୍ୟମାନଙ୍କୁ କହିଥିଲେ, ମୋହର ତୁମମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମେମାନେ ଏବେ ସେହି ସବୁ ସହିପାର ନାହିଁ। କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ପବିତ୍ର ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣା ଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହି ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ଯୋଉଟା ଯୌନ 16 ପର୍ବର 12-14 ପଦରେ ଆମେ ଆଗରୁ ମଧ୍ୟ ଶୁଣିଲୁ। ଏହା ଦ୍ୱାରା ସ୍ପଷ୍ଟ ବୁଝାଯାଏ ଯେ ସେ ଯେ ପର୍ଯ୍ୟନ୍ତ ମନୁଷ୍ୟ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ନ ହୁଏ ଅଥବା ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ନ ପାଏ, ସେ ପର୍ଯ୍ୟନ୍ତ କେବଳ ମାତ୍ର ପରିତ୍ରାଣ ପାଇଲେ ହେ ଐଶ୍ୱରିକ ତତ୍ତ୍ୱ ଓ ସମସ୍ତ ସତ୍ୟ ଜାଣିପାରେ ନାହିଁ। ପ୍ରକୃତରେ ଖ୍ରୀଷ୍ଟୀୟ ଜୀବନ ମଣ୍ଡଳୀ ଈଶ୍ୱର ଓ ସ୍ୱର୍ଗରାଜ୍ୟ ସୁସମାଚାର ବିଶ୍ୱାସୀମାନଙ୍କର ଅଧିକାର ଭବିଷ୍ୟତ ଓ ପ୍ରଭୁ ଯୀଶୁଙ୍କ ପୂର୍ଣ୍ଣ ମହିମା ସମ୍ବନ୍ଧରେ ଉନ୍ନତରୁ ସତ୍ୟ ପ୍ରକାଶିତ ଓ ବିସ୍ମୃତ ରୂପେ କେବଳ ମାତ୍ର ପ୍ରେରିତ ମାନଙ୍କର କାର୍ଯ୍ୟ ବିବରଣ ରୋମିଓ, କରନ୍ତୀୟ, ଗାଲାତୀୟ, ଏଫେସୀୟ, କଲୋସୀୟ, ଥେସଲୋନିକୀୟ, ତିମୋଥୀୟ, ତିତସ, ଏବ୍ରିୟ, ଯାକୁବ, ଯୋହନ ଇତ୍ୟାଦି ପତ୍ର ଗୁଡ଼ିକରେ ଏବଂ ପ୍ରକାଶିତ ବାକ୍ୟରେ ଅଛି। ଏବଂ ପ୍ରଭୁଙ୍କ ପ୍ରେରିତ ମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ପବିତ୍ର ଆତ୍ମାର ପ୍ରାପ୍ତ ମଣ୍ଡଳୀ ଗୁଡ଼ିକ ନିମନ୍ତେ ଏଗୁଡ଼ିକ ଲେଖିଛନ୍ତି। କିନ୍ତୁ ଏହି ଶିକ୍ଷା ଗୁଡ଼ିକ କେବଳ ମାତ୍ର ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ସହ୍ୟ କରି ବୁଝିପାରେ ନାହିଁ ଏବଂ ଏହା ଯୋଗୁଁ ପ୍ରଭୁ ଯୀଶୁ ଏହି ଶିକ୍ଷା ଶିଷ୍ୟମାନଙ୍କୁ ଦେଇନାହାନ୍ତି, ବରଂ ପବିତ୍ର ଆତ୍ମାଙ୍କ ନିମନ୍ତେ ଅପେକ୍ଷା କରିବା ପାଇଁ କହିଛନ୍ତି। ସେପରି ସେ ଆସି ସେହି ସମସ୍ତ ବିଷୟରେ ସେମାନଙ୍କୁ ଶିକ୍ଷା ଦିଅନ୍ତି। ଏହା ଦ୍ୱାରା ସ୍ପଷ୍ଟ ବୁଝାଯାଏ ଯେ ଯେଉଁମାନେ ପବିତ୍ର ଆତ୍ମା ପାଇନାହାନ୍ତି ସେମାନେ ସେହି ଶିକ୍ଷା ଗୁଡ଼ିକ ବୁଝିପାରନ୍ତି ନାହିଁ ଏବଂ ଯେଉଁମାନେ ସେହିପରି ଭାବରେ ତାହା ବୁଝିବାକୁ ଶିକ୍ଷା ଦେବାକୁ ବୃଥା ଚେଷ୍ଟା କରୁଛନ୍ତି ସେମାନେ ପ୍ରଭୁ ଯୀଶୁଙ୍କ ଠାରୁ ମଧ୍ୟ ନିଜକୁ ଅଧିକ ଜ୍ଞାନ ବୋଲି ଗର୍ବ କରୁଛନ୍ତି। କିନ୍ତୁ ପବିତ୍ର ଆତ୍ମା ନ ପାଇ ମାନବୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟ ତତ୍ତ୍ୱ ବୁଝିବା ପାଇଁ ଭ୍ରାନ୍ତ ଚେଷ୍ଟା କରିବା ଫଳରେ ଆଜି ନାନା ମତ, ନାନା ବିଶ୍ୱାସ, ନାନା ବାପ୍ତିସ୍ମ, ନାନା ମିଶ୍ରଣରେ ସୃଷ୍ଟି ହେଉଛି। ପ୍ରକୃତରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଆତ୍ମା ଦ୍ୱାରା ଚାଳିତ ହେଲେ ସମସ୍ତ ବିଶ୍ୱାସୀ ଏକ ସତ୍ୟରେ ଏକ ବିଶ୍ୱାସରେ ଉପନୀତ ଆମେ ହେଇପାରିବା। ପ୍ରକୃତରେ 5 ଜଣ ଅନ୍ଧ ହାତରେ ଅଣ୍ଡାଳି ଗୋଟେ ହାତ ପରେ ତା ସମ୍ବନ୍ଧରେ ବର୍ଣ୍ଣନା କଲେ ସେମାନଙ୍କ ବର୍ଣ୍ଣନା ଯେପରି ବିଭିନ୍ନ ହେବ, ଠିକ୍ ସେହିପରି ପବିତ୍ର ଆତ୍ମା ଦ୍ୱାରା ଯେଉଁମାନଙ୍କର ଆନ୍ତରିକ ଚକ୍ଷୁ ଖୋଲି ନାହିଁ ସେମାନେ ଖ୍ରୀଷ୍ଟ ଯୀଶୁ ଓ ତାଙ୍କ ରାଜ୍ୟ ସମ୍ବନ୍ଧରେ ସତ୍ୟ ଜ୍ଞାନ ନ ପାଇ ମାନବୀୟ ବୁଦ୍ଧି ଦ୍ୱାରା ଭ୍ରାନ୍ତ ବିଭିନ୍ନ ପ୍ରମତ ପୋଷଣ କରିଥାନ୍ତି।
କିନ୍ତୁ ପ୍ରଭୁ ଯୀଶୁ ଯୋହନ 16 ପର୍ବର 13 ପଦରେ କହନ୍ତି ପୁଣି ସେ ଆଗାମୀ ବିଷୟ ସବୁ ତମାନଙ୍କୁ ଜଣାଇଛନ୍ତି। ଭବିଷ୍ୟତରେ କଣ ଘଟିବ ତାହା କେବଳ ଈଶ୍ୱର ଜାଣନ୍ତି, କାରଣ ସେ ସର୍ବଶକ୍ତିମାନ ଏବଂ ସମୟ କିମ୍ବା ସ୍ଥାନ ତାଙ୍କୁ ସୀମାଦତ୍ତ କରିପାରେ ନାହିଁ। ଏଥିଯୋଗୁଁ କେବଳ ମାତ୍ର ପବିତ୍ର ଆତ୍ମା ଈଶ୍ୱର ହିଁ ଭବିଷ୍ୟତ ବିଷୟରେ ଜାଣନ୍ତି ଏବଂ ଜଗତରେ ତାହା ପ୍ରକାଶ କରିପାରନ୍ତି। ପୁରାତନ ନିୟମରେ ଭାବବାଦୀ ମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ହିଁ ଖ୍ରୀଷ୍ଟଙ୍କର ଜନ୍ମ, କାର୍ଯ୍ୟ ଓ ମୃତ୍ୟୁ ପୁନରୁତ୍ଥାନ ସମ୍ବନ୍ଧରେ ଭାବମାନେ ଏବଂ ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ନଥିବା ଶକ୍ତି କେବଳ ପବିତ୍ର ଆତ୍ମା ପ୍ରାପ୍ତ ଲୋକମାନଙ୍କର ହିଁ ରହିଛି। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରଭୁ ଯୀଶୁଙ୍କର ଦ୍ୱିତୀୟ ଆଗମନ ଯେ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରିପାରୁନାହିଁ, ତାର ଗୋଟିଏ ମାତ୍ର କାରଣ ହେଲା ପବିତ୍ର ଆତ୍ମା ବିହୀନତା। ପୃଥିବୀର ସର୍ବତ୍ର ଯେଉଁମାନେ ପବିତ୍ର ଆତ୍ମା ପାଉଛନ୍ତି ସେମାନଙ୍କୁ ସମସ୍ତଙ୍କୁ ପବିତ୍ର ଆତ୍ମା ଜଣାଉଛନ୍ତି ଯେ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ଅତି ସନ୍ନିକଟ। ଏହି ଗୋଟିଏ କାରଣରୁ ଆମେ ପ୍ରଭୁଙ୍କର ଦ୍ୱିତୀୟ ଆଗମନ ଅତି ସ୍ପଷ୍ଟ ଭାବରେ ପ୍ରଚାର କରୁ। ପ୍ରଭୁ ଯୀଶୁ ଯୋହନ 16:4 ପଦରେ କହନ୍ତି ସେ ଅର୍ଥାତ୍ ପବିତ୍ର ଆତ୍ମା ମୋତେ ଗୌରବାନ୍ୱିତ କରିବେ, କାରଣ ସେ ମୋ ବିଷୟ ଘେନି ତୁମମାନଙ୍କୁ ଜଣାଇବେ। ପବିତ୍ର ଆତ୍ମାଙ୍କର ସର୍ବ ପ୍ରଧାନ କାର୍ଯ୍ୟ ପ୍ରଭୁ ଯୀଶୁ ଓ ପିତା ଈଶ୍ୱରଙ୍କୁ ମହିମାନ୍ୱିତ କରିବା। ବାପ୍ତିଜିକ ଯେଉଁମାନେ ପବିତ୍ର ଆତ୍ମା ପାଇଛନ୍ତି ଏବଂ ଆତ୍ମା ଦ୍ୱାରା ଚାଳିତ ହେଉଛନ୍ତି, ତାହାର ଅବଶ୍ୟମ୍ଭାବ ପ୍ରମାଣ ଏହି ଯେ ସେମାନଙ୍କର ଜୀବନରେ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ମହିମାନ୍ୱିତ ହେଉଛନ୍ତି। ପବିତ୍ର ଆତ୍ମା ନ ପାଇ ଅନେକ ତାହାଙ୍କୁ ପ୍ରଭୁ କହନ୍ତି ମାଥିଉ 6:21 ଅନୁସାରେ, କିନ୍ତୁ ସେମାନଙ୍କର ଜୀବନ ଭିନ୍ନ ପ୍ରକାର। ଏଥି ନିମନ୍ତେ ଲେଖା ଅଛି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ ଯୀଶୁ ପ୍ରଭୁ ବୋଲି କହିପାରେ ନାହିଁ, ଯାହାକି ପ୍ରଥମ କରନ୍ତି 1:12-3। ପବିତ୍ର ଆତ୍ମା ଏବଂ ପ୍ରଭୁ ଯୀଶୁ ଭିନ୍ନ ବ୍ୟକ୍ତି ହେଲେ ସୁଦ୍ଧା ପବିତ୍ର ଆତ୍ମା ପାଇଲେ ମନୁଷ୍ୟ ପ୍ରଭୁଙ୍କର ପୂର୍ଣ୍ଣତା ହିଁ ଲାଭ କରେ। ଏଥି ନିମନ୍ତେ ଲେଖା ଅଛି ଆଉ ଯେଉଁଠାରେ ପ୍ରଭୁଙ୍କର ଆତ୍ମା ସେଠାରେ ସ୍ୱାଧୀନତା। କିନ୍ତୁ ଆମେମାନେ ସମସ୍ତେ ଅନାଚ୍ଛାଦିତ ମୁଖରେ ଦର୍ପଣରେ ଦେଖିବା ପରି ପ୍ରଭୁଙ୍କର ଗୌରବ ଦେଖୁ ଦେଖୁ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ତାହାଙ୍କ ସେଇ ମୂର୍ତ୍ତିରେ ପରିବର୍ତ୍ତିତ ହେଉଅଛୁ। ଯେଣୁ ପ୍ରଭୁ ଯେ କି ଆତ୍ମା ତାହାଠାରୁ ଏହି ସବୁ ହେଉଅଛି। 2 କରନ୍ଥୀ 3:17-18। ପବିତ୍ର ଆତ୍ମା ଶକ୍ତି ପ୍ରାପ୍ତ କରାନ୍ତି। ପ୍ରେରିତ 1:8, ଲୁକ୍ 28 ବହୁତ ବାକ୍ୟ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ଈଶ୍ୱରଙ୍କ ପୁତ୍ର ହେଲେ ସୁଦ୍ଧା ମାଂସରେ ଅବତୀର୍ଣ୍ଣ ହେବା ଯୋଗୁଁ ପ୍ରକାଶ ଭାବରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବେ ଏହି ପବିତ୍ର ଆତ୍ମାରେ ବାପ୍ତିଜିତ ହୋଇଥିଲେ ଏବଂ ପବିତ୍ର ଆତ୍ମାଙ୍କ ଦ୍ୱାରା ପରାକ୍ରମରେ ଦିଆବଳ ଦ୍ୱାରା ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କଲେ। ପ୍ରେରିତ 10:38, ଯୋହନ 3। ଏଣୁକରି ଏହା କେତେ ଅଧିକ ବିଷୟ ଯେ ମାଂସରେ ଜାତ ପାପୀ ଓ ଦୁର୍ବଳ ମନୁଷ୍ୟର ଏହା ପ୍ରয়োଜନ ଅଟେ। ପ୍ରଭୁ ଯୀଶୁଙ୍କ ଶିଷ୍ୟମାନେ ତାଙ୍କ ସାଙ୍ଗରେ 3 ବର୍ଷ 6 ମାସ ରହି ତାଙ୍କର ସମସ୍ତ ପରାକ୍ରମ କାର୍ଯ୍ୟ ଦେଖି ଏବଂ ନିଜେ ଅନେକ ରୋଗୀ ସୁସ୍ଥ କଲେ ସୁଦ୍ଧା ନିତାନ୍ତ ଦୁର୍ବଳ ଥିଲେ। ତେଣୁ ପବିତ୍ର ଆତ୍ମା ପାଇବା ପୂର୍ବେ ସେମାନେ ଯେଉଁ ସମସ୍ତ ଦୁର୍ବଳତା ପ୍ରକାଶ କରିଥିଲେ ତାହା ପବିତ୍ର ଆତ୍ମା ପାଇବା ପରେ ଆଉ ତାହା ଦେଖାଯାଇ ନଥିଲା। ପ୍ରଭୁଙ୍କର କ୍ରୁଶୀୟ ମୃତ୍ୟୁ ସମୟରେ ଶିଷ୍ୟମାନେ ଜିହୁଦୀ ମାନଙ୍କର ଭୟରେ ସମସ୍ତେ ତାଙ୍କୁ ପରିତ୍ୟାଗ କରି ଭୁଲି ଯାଇଥିଲେ। ତାଙ୍କ ପୁନରୁତ୍ଥାନ ପରେ ମଧ୍ୟ ସେମାନେ ପୂର୍ବ ପରି ମାଛ ଧରି ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ପୁନରୁତ୍ଥାନ ଅର୍ଥାତ୍ 50 ଦିନରେ ପବିତ୍ର ଆତ୍ମା ପାଇ ସେମାନେ ବାପ୍ତିଜିତ ଶକ୍ତି ଦ୍ୱାରା ପାଇ ହୋଇଥିଲେ ଏବଂ ସେହି ଯେଉଁ ପିତର 50 ଦିନ ପୂର୍ବେ ମୃତ୍ୟୁ ଭୟରେ ଦାସୀ ନିକଟରେ ପ୍ରଭୁଙ୍କୁ 3 ଥର ଅସ୍ୱୀକାର କରିଥିଲେ,
ସେହି ଭିତର ପବିତ୍ର ଆତ୍ମା ପାଇବା ପରେ ଏହିପରି ତେଜ ସାହସ କ୍ଷମତା ସହିତ ବକ୍ତୃତା ଦେଇଥିଲେ, ଯାହା ଫଳରେ ଗୋଟିଏ ଦିନରେ 3000 ଓ ଗୋଟିଏ ଦିନରେ 5000 ଲୋକ ପରିତ୍ରାଣ ପାଇ ମଣ୍ଡଳୀରେ ଭୁକ୍ତ ହୋଇଥିଲେ। ଏହା ଛଡା ଅନ୍ୟାନ୍ୟ ଶିଷ୍ୟମାନେ ମଧ୍ୟ ଅନ୍ୟାନ୍ୟ ପରାକ୍ରମ କାର୍ଯ୍ୟ କରିଥିଲେ। ଏହା ସମସ୍ତ ଦ୍ୱାରା ସ୍ପଷ୍ଟ ପ୍ରମାଣିତ ହୁଏ ଯେ ପବିତ୍ର ଆତ୍ମା ପାଇ ସେମାନେ ବାପ୍ତିଜିତ ଶକ୍ତି ପରିହିତ ହୋଇଥିଲେ। ଖ୍ରୀଷ୍ଟୀୟ ଜୀବନ ହେଲା ଗୋଟିଏ ଯୋଦ୍ଧାର ଜୀବନ ଏବଂ ଜାଗତିକ ଭାବରେ ଯେପରି ସୈନ୍ୟକୁ ସବଳ ଏବଂ ସମସ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଯୁଦ୍ଧ କରିବାକୁ ହୁଏ, ତଦ୍ରୂପ ଖ୍ରୀଷ୍ଟିଆନକୁ ମଧ୍ୟ ଦିଆବଳର ନାନାବିଧ ଚାତୁରୀ ସମ୍ମୁଖରେ ଠିଆ ହୋଇ ରକ୍ତ ମାଂସ ସହିତ ନୁହେଁ, କିନ୍ତୁ ସମସ୍ତ ଆଧିପତ୍ୟ ସହିତ ସମସ୍ତ କର୍ତ୍ତୃତ୍ୱ ଅନ୍ଧକାରର ଜଗତପତି ମାନଙ୍କ ସହିତ ଏ ଆକାଶର ଦୁଷ୍ଟତାର ଆତ୍ମାଗଣ ସହିତ ନିରନ୍ତର ମଲ୍ଲଯୁଦ୍ଧ କରିବାକୁ ହୁଏ। ଏଣୁ ତାହାଙ୍କୁ ଆତ୍ମିକ ଶକ୍ତି ପ୍ରାପ୍ତ ହେବାକୁ ପଡିବ। ପବିତ୍ର ଆତ୍ମା ହିଁ ଖ୍ରୀଷ୍ଟିଆନକୁ ତଦ୍ରୂପ ଭାବରେ ଶକ୍ତି ପ୍ରାପ୍ତ କରିପାରେ। ଏଥି ନିମନ୍ତେ ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିବା ପୂର୍ବେ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ଅର୍ଥାତ୍ ପବିତ୍ର ଆତ୍ମା ମୁଁ ତୁମମାନଙ୍କୁ ପଠାଉଅଛି, କିନ୍ତୁ ଉର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଅର୍ଥାତ୍ ସେ ପବିତ୍ର ଆତ୍ମା ନ ପାଇବା ପର୍ଯ୍ୟନ୍ତ ତୁମେମାନେ ଏଇ ଜଗତରେ ରହିଥାଅ। ଯାହାକି ଲୁକ 24:49। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମମାନେ ଶକ୍ତି ପ୍ରାପ୍ତ ହେବ। ଆଉ ଜେରୁସାଲେମ ସମସ୍ତ ଯିହୁଦା ପ୍ରଦେଶ ଓ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ପ୍ରେରିତ 1:8। ଏହା ଛଡା ଏଫେସୀୟ 3:16 ଅଛି, ତୁମେମାନେ ତାହାଙ୍କ ଆତ୍ମାଙ୍କ ଦ୍ୱାରା ଆନ୍ତରିକ ପୁରୁଷରେ ଶକ୍ତି ପ୍ରାପ୍ତ ହୋଇ ବଳବାନ ହୁଅ। ରୋମିଓ 8:15 ଅଛି, କାରଣ ତୁମେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହଁ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ। ରୋମିଓ 8:26 ଅଛି, ଆଉ ସେହି ପ୍ରକାରେ ଆତ୍ମା ମଧ୍ୟ ଆମମାନଙ୍କର ଦୁର୍ବଳତାରେ ସାହାଯ୍ୟ କରନ୍ତି। ତେଣୁ କଣ ପ୍ରାର୍ଥନା କରିବା ଉଚିତ ତାହା ମାନେ ଜାଣୁନାହୁଁ, କିନ୍ତୁ ପବିତ୍ର ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମମାନଙ୍କ ନିମନ୍ତେ ନିବେଦନ କରନ୍ତି। ଏବଂ 2 ତିମୋଥେୟ 1:7 ଅଛି, କାରଣ ଈଶ୍ୱର ଆମମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି ପ୍ରେମ ଓ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ଅନ୍ୟ କଥାରେ କୁହାଯାଏ ଯେ ଖ୍ରୀଷ୍ଟିଆନ ପରିତ୍ରାଣ ପାଇଲେ ନାବାଳକ ଥାଏ, କିନ୍ତୁ ପବିତ୍ର ଆତ୍ମା ପାଇ ସବାଳକ ହୁଏ। ବାସ୍ତବିକ ଈଶ୍ୱରଙ୍କର ବାକ୍ୟ ଈଶ୍ୱରଙ୍କର ରାଜ୍ୟ କାଳରେ ରାଜ୍ୟ କେବଳ ବାକ୍ୟରେ ନୁହେଁ, ମାତ୍ର ଶକ୍ତିରେ ମଧ୍ୟ ପ୍ରକାଶ ପାଏ। ପ୍ରଥମ Corinthians 4:20। ଏଣୁକରି ସମସ୍ତ ଖ୍ରୀଷ୍ଟିଆନ ସମସ୍ତ ଆମମାନଙ୍କ ନିମନ୍ତେ ପବିତ୍ର ଆତ୍ମା ପ୍ରାପ୍ତ ହୋଇ ଆମେ ଶକ୍ତି ପ୍ରାପ୍ତ ହେବାର ପ୍ରୟୋଜନ ଅଛି। କାରଣ ପବିତ୍ର ଆତ୍ମା ଦ୍ୱାରା ଖ୍ରୀଷ୍ଟ ହୃଦୟରେ ବାସ କରନ୍ତି। ବିଶ୍ୱାସୀ ପ୍ରେମରେ ବଦ୍ଧମୂଳ ଓ ସ୍ଥାପିତ ହୋଇ ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କର ପ୍ରେମ ତା ଜ୍ଞାତ ହୁଏ ଏବଂ ସେଥିର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ଗଭୀରତା ବୁଝିବାକୁ ଆମେ ଶକ୍ତି ପ୍ରାପ୍ତ ହେଇଥାଉ। ଏହି ପ୍ରକାର ଈଶ୍ୱରଙ୍କର ସମସ୍ତ ପୂର୍ଣ୍ଣତାରେ ଆମେ ବିଶ୍ୱାସ ନଥାଉ। କାରଣ ପବିତ୍ର ଆତ୍ମା ଈଶ୍ୱର ନିଜସ୍ୱ ଅର୍ଥାତ୍ ଯେଉଁମାନେ ପରିତ୍ରାଣ ଗ୍ରହଣ କରି ଅଛନ୍ତି, ଯେଉଁମାନେ ସେଇ ପରିତ୍ରାଣ ପାଇ ତାଙ୍କର ପୁତ୍ର କନ୍ୟା ହୋଇଛନ୍ତି ମୁକ୍ତି ନିମନ୍ତେ ଏବଂ ତାଙ୍କର ଗୌରବର ପ୍ରଶଂସା ନିମନ୍ତେ ଅନ୍ଧକାର ସେଇଟା ହଉଛି ଅଧିକାରର ବଇନା ସ୍ୱରୂପ। ଏ ପବିତ୍ର ଆତ୍ମା ହେଲା ବଇନା ସ୍ୱରୂପ, ଯୋଉଟା ଏଫେସୀୟ 1:14 ପୁଣି 4:30। ବାପ୍ତିଜିକ ମନୁଷ୍ୟ ପରିତ୍ରାଣ ପାଇଲେ ସୁଦ୍ଧା ମାଂସରେ ବଶରେ ଥାଏ ଏବଂ ମାଂସିକ ବିଷୟ ଭାବେ ନିଶ୍ଚୟ ସମୟ ବେଶୀ ହେଇଗଲା। ଆହୁରି ମୁଁ ଏ ବିଷୟରେ ଗୋଟେ କହିଗଲେ ବହୁତ ସମୟ ଲାଗିବ, ଦୟାକରି କ୍ଷମା କରନ୍ତୁ। 13 ମିନିଟ ଅଧିକ ହେଇଗଲା, କିନ୍ତୁ ବିଶେଷ କରି ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଏଇ ଯୋଉ ବାକ୍ୟ ମୁଁ ଗୋଟେ ପ୍ରକାଶ କଲା ପରି ଯୋଗ୍ୟ ନାହିଁ, ଯାହା ପଦ ଗୁଡାକ ମୁଁ ଆପଣଙ୍କୁ ପ୍ରକାଶ କଲି, କିନ୍ତୁ ଏଇ ଅନୁସାରେ ମୋ ଜୀବନରେ
ତାହା କିଭାବେ ଶେଷ ପର୍ଯ୍ୟନ୍ତ ଧରି ପାରିବେ। କାରଣ ଏଇ ପାପୀ ମନୁଷ୍ୟକୁ ନିମନ୍ତେ ପ୍ରଭୁ ତାଙ୍କର 3ଟି ଅତୁଳନୀୟ ଦାନ ଦେଇ ତାଙ୍କର ଶେଷ ପର୍ଯ୍ୟନ୍ତ ସେ ରକ୍ଷା କରିବାକୁ ଚାହାନ୍ତି। କିନ୍ତୁ ସେ ପବିତ୍ର ଆତ୍ମାରେ ଚାଳିତ ନଥିଲେ, ପବିତ୍ର ଆତ୍ମାର ବଶରେ ନଥିଲେ, ସେ ଆମମାନଙ୍କ ସମସ୍ତ ବିଷୟ ଯେତେବେଳେ ଯାହା ଆମ ଜୀବନରେ ହୁଏତ ଭୁଲ ଆସିପାରେ, ଆମେ କହିପାରିବା ନା ଯେ ମୁଁ ଠିକରେ ଅଛି। ସେ ହିଁ ଆମମାନଙ୍କୁ ସେ ସହାୟ ହିଁ ଆମମାନଙ୍କୁ ଜଣେଇଦେବେ। ଆଉ ସେ ହିଁ ଆମମାନଙ୍କର ସାହାଯ୍ୟକାରୀ ଆତ୍ମା ଆମକୁ ଜଣେଇଦେ ଏଇ ଜୀବନଟା ମନୁଷ୍ୟର ଜୀବନରେ ଭୁଲ ଅଛି ବୋଲି। ତା ଦ୍ୱାରା ସେ ନିଶ୍ଚୟ ନିଜକୁ ଭାଙ୍ଗି ପାରିବ, ନିଜକୁ ସେ ସ୍ୱୀକାର କରିବାର ପ୍ରତିକାରଟା କରି ସେ ପୁନର୍ବାର ସେ ଆତ୍ମାରେ ପୁନଃ ପ୍ରଭୁଙ୍କ ପ୍ରସ୍ତାବ। ମୋର ଜୀବନରେ ତାହା ଅଭାବ ଅଛି। କେତେ ମୁଁ ହତାଶ ହେଇଯାଏ, ନିରାଶ ହୋଇଯାଏ। କାରଣ ପବିତ୍ର ସବୁବେଳେ ମୁଁ ବାସ କରିପାରିବ ନାହିଁ ଏବଂ ପବିତ୍ର ଆତ୍ମାକୁ ତୁମେ ଦୁଃଖ ଦିଅ ନାହିଁ, ଏଇଟା ମଧ୍ୟ ପ୍ରକାଶ ହେଇଛି। ତେଣୁ ମୋ ପାଇଁ, ମୋ ପରିବାର ନିମନ୍ତେ ବିଶେଷ କରି ପ୍ରାର୍ଥନା କରିବେ, ଯେପରିକି ଏଇ ପବିତ୍ର ଆତ୍ମା ମୋ ଜୀବନରେ ମୋ ପରିବାର ଧାରଣ କରି ଆମେ ସବୁବେଳେ ଚାଲିପାରିବୁ। ଏଟା ହିଁ ଦ୍ୱାରା ଆଜି ଆପଣମାନଙ୍କର ଯେ ଭାବେ ଏଇ ମଣ୍ଡଳୀ ଏଇ ଆମ ଛୋଟିଆ ମଣ୍ଡଳୀ ଚାଲିଛି, ପୂର୍ଣ୍ଣ ପବିତ୍ର ଆତ୍ମା ଦ୍ୱାରା ସମସ୍ତେ ଚାଳିତ ହଉଛନ୍ତି। ଏକ ଶିକ୍ଷା, ଏକ ପ୍ରକାର ବିଶ୍ୱାସ, ଏକ ପ୍ରକାର ଯେ ଗୋଟେ ଦିନର ଶିକ୍ଷା ଆମକୁ ଉଜ୍ଜୀବିତ କରୁଛି। କାହିଁକି ପବିତ୍ର ଆତ୍ମାର ବାକ୍ୟ ଦ୍ୱାରା ଉଜ୍ଜୀବିତ କରୁଛି। ଆଉ ଯୋଉ ସନ୍ତାନ ମାନେ ଏ ସମସ୍ତ ପରିଚାଳନା କରୁଛନ୍ତି, ପୂର୍ଣ୍ଣ ପବିତ୍ର ଆତ୍ମାରେ ସେମାନେ ଚାଳିତ କରୁଛନ୍ତି। ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ଚାଳିତ କରି ପ୍ରଭୁର ଆଗମନ ନେବା ନିମନ୍ତେ ଆମମାନଙ୍କୁ ସାହାଯ୍ୟକାରୀ ହୋଇଛନ୍ତି। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି, ଆପଣମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି। ମୁଁ ବାକ୍ୟ ପଦ କହିଦେଲି, ମୋ ଜୀବନରେ ସେପରି ମୁଁ ଚାଲିପାରୁନାହିଁ, ମୋ ପରିବାର ଆମେ ଚାଲିପାରୁନା, ଅଭାବ ଅଛି। ତେଣୁକରି ଆପଣ ପ୍ରାର୍ଥନା କରିବେ। ମୁଁ ବହୁତ ବିଷୟ ଯାହା କହିଦେଲି ଆପଣମାନେ କ୍ଷମା କରିବେ। ସମୟ ମୋତେ ବେଶୀ ନେଇଗଲେ କ୍ଷମା କରିବେ। ପ୍ରଭୁ ଏ ସମସ୍ତ ବାକ୍ୟରେ ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଗୌରବ ପାଆନ୍ତୁ। ପ୍ରେଜ୍ ଦ ଲର୍ଡ, ଆମେନ୍।